କିଛି ସମୟ ଚାଲିଗଲା, ଧ୍ୟାନ ଭଙ୍ଗ ହେଲା। ଆରେ ମୁଁ ତ ଦିଲ୍ଲୀରେ ଅଛି, ମୁଁ ତ ଯାଇନି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ, କିନ୍ତୁ ମୋ ମୁଚୁଳାଟା କୁଆଡ଼େ ଗଲା? ମୁଚୁଳାଟା ଭାବଗ୍ରାହୀ ଭାବରେ ତାକୁ ନେଇଗଲେ। ମୁଁ କହିଥିଲି ନା, ଭାବରେ ବନ୍ଧା ସେ ଭଗବାନ। ତେଣୁ ଭାବରେ ସେ ବନ୍ଧା ହେଇଯାଇଥିଲେ। ମୁଚୁଳାଟି ନେଇଗଲେ, କ'ଣ କରିବି ମୁଁ ଏବେ? ଆରେ ମୋ ପ୍ରଭୁ ତ ମୋ ମୁଚୁଳାଟି ନେଇଗଲେ, ମୁଁ ବର୍ତ୍ତମାନ ବାଦଶାହ ପଚାରିଲେ ଦୁଇଟା ମୁଁ ମୁଚୁଳା ଦେବି କେମିତି? ହଠାତ୍ ବାଦଶାହଙ୍କର ଛଡ଼ିଦାର ମାନେ ଆସିଗଲେ, କ'ଣ ଦିଅନ୍ତୁ ମୁଚୁଳା। ନା ଆଜ୍ଞା, ଦୁଇଟା ମୁଚୁଳାରୁ ଗୋଟେ ତ ଜଗନ୍ନାଥ ନେଇଗଲେ, ଆଉ ଗୋଟେ ତ ଅଛି, ମୁଁ ନେଇକରି କାଲି ଯିବି। ଯାଇକି ପହଞ୍ଚିଲି, ବାଦଶାହ କହିଲେ କ'ଣ? ଦୁଇଟା ଦେଇଥିଲି, ସୁନା ରୂପା ହୀରା ନୀଳା, କ'ଣ କଲ ତାକୁ ସବୁ ବିକି ଦେଇକରି ବସ? ନାଇଁ ଆଜ୍ଞା, ଜଗନ୍ନାଥ ନେଇଗଲେ। ନା କେଉଁ ଜଗନ୍ନାଥ? ବାଦଶାହ ସେ ମୁସଲମାନ, ସେ କ'ଣ ଜାଣନ୍ତି କେଉଁ ଜଗନ୍ନାଥ? କିଏ ସେ? କେଉଁଠି ଅଛନ୍ତି? ନା ଶ୍ରୀକ୍ଷେତ୍ରରେ ଅଛନ୍ତି ଆଜ୍ଞା। ନା ଆଚ୍ଛା ଆଚ୍ଛା, ଠକ ବିକି ଦେଇକରି ପଇସା ଲୋଭରେ ମୋତେ କହୁଛୁ ଜଗନ୍ନାଥ ନେଇଗଲେ। ଏଇ କିଏ ଅଛି ଆକୁ ନେଇଯାଅ। ହାତ ବାନ୍ଧିବ, ଗୋଡ଼ ବାନ୍ଧିବ, ସେ ପୁଣି ଗୋଟେ କୁଜାଟେ। ତେଣୁ ଏ କୁଜାକୁ ନେଇକରି ପକେଇ ଦିଅ ଜେଲଖାନାରେ। ଯାଅ। କହିଲେ ଶୁଣୁ, ମୁଁ ତ ମୋର ତ ଭକ୍ତି ନାହିଁ ତମ ଜଗନ୍ନାଥଙ୍କ ପାଖରେ, ତମର ତ ଭକ୍ତି ଅଛି, ଠିକ ଅଛି, ତମ ଭକ୍ତିରେ କେତେ ବର୍ଷ ଦେଖିବା ଜଗନ୍ନାଥ କେମିତି ତୁମକୁ ଉଦ୍ଧାର କରିବେ। ପକେଇଦେବେ। ଆଉ କ'ଣ କରିବେ? ଯାହାଙ୍କର ପ୍ରଭୁ ହେଉଛନ୍ତି ଶ୍ରୀ ଜଗନ୍ନାଥ, ଭୟ କାହାକୁ, ଡର କାହାକୁ, ଭୟ କାହାକୁ? ପ୍ରଭୁ ଅଛନ୍ତି ଚଉବାହାକୁ। ଏ ହାତ ଯେଉଁ ବିସ୍ତାର ଭାବରେ ଲମ୍ବି ଯାଇଛି, ନିଶ୍ଚିତ କାହା ଉପରେ ସେ ହାତ ପଡ଼ୁଛି, ଆମେ ଦେଖିପାରୁନାହିଁ। ହେଲା, ଛାଡ଼ନ୍ତୁ। ତେଣୁ ଠିକ ଅଛି, ପ୍ରଭୁ ପଡ଼ିଛି। ଆଉ ଜଗନ୍ନାଥ ମହାପ୍ରଭୁ ରହିପାରିଲେନି ରତ୍ନ ସିଂହାସନ ଉପରେ। ତାଙ୍କର ହୃଦୟ କ'ଣ ହେଇଗଲା? କହିଲେ ମୋ ଭକ୍ତ ମୋତେ ଦେଲା, ମୁଁ ତାକୁ ଗ୍ରହଣ କଲି, ଆଉ ତା ଦଣ୍ଡ ସ୍ୱରୂପ ହାତ ବନ୍ଧା ହେଇଛି, ପାଦ ବନ୍ଧା ହେଇଛି, ଖାଇବାକୁ ନାହିଁ, ପଡ଼ିଛି ଜେଲଖାନାରେ। ହଠାତ୍ ସେ ଘର ଆଲୋକିତ ହେଇଗଲା, କବାଟ ସ୍ୱତଃ ଖୋଲିଗଲା ଏବଂ ଯେତେବେଳେ ଚାହିଁଦେଲେ ଦେଖିଲେ ସେହି ଚକାଡୋଳା ଅପାଣି ପାଦ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁ ଶଶୃଣୋତ୍ୟ କର୍ଣ୍ଣ ସବେତ୍ତି ବେଦ୍ୟଂ ନ ତସ୍ୟାସ୍ତି ବେତ୍ତା ତମାହୁରଗ୍ର୍ୟଂ ପୁରୁଷଂ ମହାନ୍ତಂ। ବାବାରେ, ଇଏ ପ୍ରଭୁ ଯାଇ ସେଠି ବସିଛନ୍ତି। କହିଲେ ଆରେ ତା ନା ସିପୁଟି। କହିଲେ ସିପୁଟି ରେ ଏଠିକି ଆ। କେମିତି ଯିବି ପ୍ରଭୁ? ନା ଆସିବ, ଚେଷ୍ଟା କର। ଟିକେ ଚେଷ୍ଟା କରିଛି, ସେ ବେଡ଼ି ସବୁ ଛିଣ୍ଡିଗଲା।